श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम राष्ट्र सेशन नवा आम वृत्ति अध्याय पढ़ुଥିଲେ ଏଇଟା କିନ୍ତୁ ଆଜିର ଟପିକ ଟା ବହୁତ ଦିନ ହେଲାଣି ଆମେ ଅପଲୋଡ କରିନଥିଲେ ଯେହେତୁ କାମ ଦ୍ୱାରା ସମସ୍ତେ ଟିକେ କିଛି କିଛି କାମରେ ବ୍ୟସ୍ତ ରହୁଥିଲେ। ତ ଆଜି ଆମେ ପଢିବା ଗ୍ରହକୁ ଆମେ କେମିତି ଖରାପ କରୁ, ଗ୍ରହ ଖରାପ କରିବା କେମିତି। ସବୁବେଳେ ସମସ୍ତେ ଗୋଟେ କଥା ଭଲସେ ମନେ ରଖନ୍ତୁ, ଆଚାର ପରମ ଧର୍ମ। ଆଚାର ଆଚରଣଠୁ ବଡ ଧର୍ମ କିଛି ନାହିଁ। ଆଚାର ଆଚରଣଠୁ ବଡ ଧର୍ମ କିଛି ବି ନାହିଁ। ମଣିଷ ଯଦି ତାର ଆଚାର ଆଚରଣକୁ ସୁଧାର ଦିଏ, ଗ୍ରହ ମାନେ ଯୋଉ ହିସାବରେ ସେମାନେ ତାଙ୍କୁ ପୀଡା ଦେବା କଥା ସେଇ ହିସାବରେ ତାଙ୍କୁ ପୀଡା ଦିଅନ୍ତି ନାହିଁ। 9ଟା ଗ୍ରହ ଅଛନ୍ତି। ସର୍ବପ୍ରଥମେ ଆପଣ ଯଦି ସୂର୍ଯ୍ୟ ଗ୍ରହ ମହାଗ୍ରହକୁ ରବି ମହାଗ୍ରହଙ୍କୁ ଖରାପ କରିବାର ଆପଣଙ୍କର ଇଚ୍ଛା, ତାହେଲେ ଆପଣ କଣ କରିବେ, ଜମା ସକାଳୁ ଉଠିବେ ନାହିଁ, 9ଟା ବେଳେ ଯାଏ ବେଡରେ ଶୋଇବେ। କିଛି ଅବସ୍ଥା କିଛି ଭାବିବା ଦରକାର ନାହିଁ, ଆପଣଙ୍କ ରବି ମହାଗ୍ରହ ଆରାମସେ ଖରାପ ହେଇଯିବ। ତାପରେ ଆସିଲା ଚନ୍ଦ୍ର ମହାଗ୍ରହ। ଚନ୍ଦ୍ର ମହାଗ୍ରହ ହେଲା ଖରାପ କେମିତି, ମା କୁ ଜମା ରେସପେକ୍ଟ ଦେବେନି, ମା ସାଙ୍ଗରେ କଳିତ କରାଳ କରିବେ, ମା କଥା ମାନିବେନି ଏବଂ ମନ ଇଚ୍ଛା ଯାହା ମନକୁ ଆସିବ ତା କାମ କରିବେ। ତା ଚନ୍ଦ୍ରକୁ ଖରାପ କରିବା ସେମିତି ସିଏ ହଉଛି ସବୁଠୁ ଡେଞ୍ଜରସ୍ ପ୍ଲାନେଟ। ତେଣୁ ତମ ମନ ଇଚ୍ଛା ଯାହା କରିବା ତ କରିଦବ, ଚନ୍ଦ୍ର ମନ ଖରାପ ହେଇଯିବ, କିଛି ଅସୁବିଧା ନାହିଁ। ତାପରେ ଆସିଲା ଗୁରୁ। ଘରେ ଯେତିକି ବୃଦ୍ଧ ବ୍ୟକ୍ତି ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି, ଗୁରୁ ଜନିତ ବ୍ୟକ୍ତି ଅଛନ୍ତି, ତାଙ୍କୁ ପୁରା ପୁରି ଯେମିତି ଡିସରେସପେକ୍ଟ କରାଯାଇ ପାରେ ସେତିକି ମାତ୍ରାରେ ଡିସରେସପେକ୍ଟ କରିବ, ଗୁରୁ ମହାଗ୍ରହ ଆପନେ आप ଖରାପ ହେଇକି ପଳେଇବେ। ଶୁକ୍ର ମହାଗ୍ରହ ଜେନେରାଲି ଝିଅ ମାନଙ୍କୁ କୁ ନଜରରେ ଦେଖିବ ଏବଂ ସବୁବେଳେ କମେଣ୍ଟ ଫମେଣ୍ଟ ପାସ୍ କରିବ ଅନ୍ୟମାନଙ୍କୁ, ଠିକ ଅଛି। ଶୁକ୍ର ମହାଗ୍ରହ ଆରାମସେ ଖରାପ ହେଇଯିବ। ତାପରେ ଆସିଲା ବୁଧ ମହାଗ୍ରହ। ଯେତେ ପାରିବ ମିଛ କହିବ। ବୁଧ ମହାଗ୍ରହକୁ ଆଗ କିଛି ଦରକାର ନାହିଁ, ସେ ମନକୁ ମନ ଖରାପ ହେଇ ଚାଲିଲା। ଯେତେ ପାରିବ ମିଛ କହି ଚାଲିବ, ବୁଧ ମହାଗ୍ରହ ମନକୁ ମନ ଖରାପ ହେଇଯିବ। ଆଉ ବୁଧ ଖରାପ ହେଇଗଲେ ଯାହା ହବା କଥା ହୁଏ ମୁଁ ଜାଣିଛି। ତାପରେ ଆସିଲେ ଶନି ମହାଗ୍ରହ। ତମକୁ କାମ କରିବାକୁ ଯୋଉଟା ଇଚ୍ଛା ହଉନଥିବ ଆହୁରି ଶୋଇ ପଡିବ, ଆଜି କରିବିନି କାଲି କରିବି, ତାପରନ କରିବି, ତାପରନ କରିବି, ତାପରନ କରିବି, ତାପରନ କରିବି, ଏମିତି କରି ପ୍ରୋକ୍ରାଷ୍ଟିନେଟ ଯେତେ କରିଚାଲିବ, ଶନିଶ୍ଚର ମହାଗ୍ରହ ତମର ଆରାମସେ ଖରାପ ହେଇଯିବ। ସେଥିପାଇଁ ତମକୁ ଭାବିବା ଦରକାର ନାହିଁ, ସେ ମନକୁ ମନ ଖରାପ ହେଇ ପଡିଥିବ, ତୁମେ ତୁମର ଯାହା କରିବା କଥା କରିବ। ତାପରେ ଆଉ କଣ ରହିଲେ ନା ରାହୁ ମହାରାଜ ରହିଲେ। ରାହୁ ମହାରାଜ କଣ ନା ଯେତେ ପାରିବ ଅନ୍ୟମାନଙ୍କୁ ଭାଷା ଭାଷା ଲାଗି ଗାଳି ଦବ, ଟିକେ ଟିକେ କଥାରେ ଭାଷା କହିବ, ଠିକ ଅଛି। ତ ରାହୁ ମହାଗ୍ରହକୁ ଭବିଷ୍ୟରେ ଭାବିବାକୁ ପଡିବନି, ସେ ମନ ମନ ଖରାପ ହେଇ ଚାଲିବ। କେତୁ ମହାଗ୍ରହ କଣ, ଯେତିକି ସବୁ କୁକୁର ବିଲେଇ ଦେଖା ଯାଉଛନ୍ତି ପ୍ରକୃତିରେ ଯୋଉ ସୁନ୍ଦର ସୁନ୍ଦର ବସ୍ତୁ ଗୁଡା ଅଛି ତାକୁ ସବୁ ନଷ୍ଟ କରିବ, ହେଲା। ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କୁ ଡିସରେସପେକ୍ଟ କରିବ, ତାଙ୍କ ନାଁରେ ଗପିବ, ଧର୍ମ ଆଉ ଧ୍ୱଜା ନାଁରେ ଓଲଟା ଓଲଟା କଥାବାର୍ତ୍ତା କରିବ, କିଛି ଅସୁବିଧା ନାହିଁ। କେତୁ ମହାଗ୍ରହ अपने आप ଖରାପ ହେଇଯିବ। ଆଉ ରହିଲେ ମଙ୍ଗଳ ମହାରାଜ। ନିଜ ଶକ୍ତିର ଅପଚୟ ସବୁ ବେକାର ବୃଥା କାମରେ କରିବ। ତାପରେ ତମର ମଙ୍ଗଳ ମହାରାଜଙ୍କୁ ଖରାପ କରିବା ପାଇଁ ଭାବିବାକୁ ପଡିବନି, ମଙ୍ଗଳ ମହାରାଜ अपने आप ଖରାପ ହେଇଯିବେ। ଆଚ୍ଛା, ଏ ଗ୍ରହ ମାନେ ଖରାପ ହେଲେ କଣ କଣ ରେଜଲ୍ଟ ଦେବେ, ଏ ପଏଣ୍ଟ ଟା ତମେ ସମସ୍ତେ ଭଲସେ ମନେ ରଖ। ଧର କାହାର ଶନିଶ୍ଚର ମହାରାଜ କୁଣ୍ଡଳୀରେ ଗୋଟେ ଅକାରକ ଗ୍ରହ, ସେଠି ଶନିଶ୍ଚର ମହାରାଜଙ୍କର ଦଶା ପଡିଛି, ତାକୁ ମହାଦଶା ପଡିଛି ଶନିଶ୍ଚର ମହାରାଜଙ୍କର। ତାପରେ ସେଇ ଟାଇମରେ ଶନିଶ୍ଚର ମହାରାଜଙ୍କ ଦଶା ପଡିବା ଭିତରେ 7.5 ଆସିଗଲା। ସେଇ ଟାଇମରେ ଶନିଶ୍ଚର ମହାରାଜ ଯୋଉଠି ବସିଛନ୍ତି, ସେ ପୁନଃ ଶନିଶ୍ଚର ମହାରାଜ ସେଇ ଜାଗାକୁ ଫେରିଛନ୍ତି। ତାହେଲେ ଭାବୁଛ ତମର ଅବସ୍ଥା କଣ ହବ। ତେଣୁ ଯଦି ତମକୁ ଏମିତି ସବୁ ଗ୍ରହ ଖରାପ କରିବାର ନାହିଁ, ତାହେଲେ ଏଇ ଯୋଉ ଜୀବନର ଏଇ ଛୋଟ ଛୋଟ ଆଚାର ଆଚରଣ ଗୁଡାକୁ ଶୁଦ୍ଧପୂତ ଭାବରେ ରଖ। ଯାହା ଯାହା ସବୁ କହିଲି ଖରାପ ହବା ପାଇଁ, ସେଗୁଡା ସର ଓଲଟା କର, ଯାହା ଦ୍ୱାରା କି ସେ ଗ୍ରହ ଗୁଡାକ ଖରାପ ନ ହୁଅନ୍ତି। କାରଣ ମଣିଷ ତାର ଆଚାର ଆଚରଣ ମାଧ୍ୟମରେ ବହୁତ କିଛି ଜିନିଷକୁ ଖରାପ କରିକି ଥୋଇଦିଏ। ଯୋଉ ହାଉସରେ କେତୁ ବସିଛି, ସେ ଘରର କଥା ଯାଇ ଟିପି ଟିପି କରିକି ଅନ୍ୟ ଆଗରେ ବକିବ,
ତମର ରହିବ ନା ସେ ଜିନିଷ। ତେଣୁ ଆଜିର ସେସନ ଆମେ କଣ ଜାଣିଲେ? ଆମେ ଜାଣିଲେ ଯେ ଆମେ ଯୋଉ ପ୍ରତ୍ୟେକ ଆଷ୍ଟ୍ରୋଲୋଜି କି ତୁମେ ଯଦି କେବଳ ୟୁଟିଲାଇଜ କରିବ ପ୍ରେଡିକ୍ସନ ପାଇଁ, ହେଲେ ନିଜ ଆଚାର ଆଚରଣ ଭିତରେ ଆଷ୍ଟ୍ରୋଲୋଜିକୁ ଇମ୍ପ୍ଲିମେଣ୍ଟ ନ କରିବ, ତାହେଲେ ତୁମେ ବୁଝିପାରିବନି ଯେ ଗ୍ରହ ମାନେ କଣ କରୁଛନ୍ତି କଣ ନ କରୁଛନ୍ତି। ମଣିଷ ଭିତରେ ଭାବ ସୃଷ୍ଟି କରେ ତାର ମହାଦଶା, ଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତର୍ଦଶାର ପ୍ଲାନେଟ ମାନେ। ତେଣୁ 1000 ଗ୍ରହ ପାଇଁ 1000 ରିମେଡି କରିବା ଅପେକ୍ଷା ତୁମେ ଯୋଉ ଇଷ୍ଟଙ୍କୁ ଧରିଛ ତାଙ୍କ ନାମ ଜପ କରିବା, କୀର୍ତ୍ତନ କରିବା, ତାଙ୍କ ସହିତ ଯୋଗଯୁକ୍ତ ହେଇକି ରହିବା ସବୁଠୁ ସର୍ବଶ୍ରେଷ୍ଠ ରିମେଡି ବୋଲି ମୁଁ ମାନେ। ବାକି ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଖାଦ୍ୟର ପ୍ରକରଣ ସାତ୍ବିକ, ରାଜସିକ, ତାମସିକ ଶ୍ରୀମଦ୍ ଭାଗବତ ଗୀତାରେ ବର୍ଣ୍ଣନା କରିଛନ୍ତି। ସେଟାକୁ ପଢିଦବ କି କୋଉଗୁଡାକ ସାତ୍ବିକ ଖାଦ୍ୟ, ତାକୁ ଖାଇଲେ କଣ ହୁଏ, ରାଜସିକ ଖାଦ୍ୟ ଖାଇଲେ କଣ ହୁଏ, ତାମସିକ ଖାଦ୍ୟ ଖାଇଲେ କଣ ହୁଏ, ସେଟା ବି ଦେଖିଦବ। ସେଟା ଦେଖିକି ନିଜର ଖାଦ୍ୟ ପାନୀୟକୁ ନିୟନ୍ତ୍ରିତ କରିବ, ହେଲେ ଗ୍ରହ ମାନେ କମ ମାତ୍ରାରେ ଖରାପ ହୁଏ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।